ଆମର ସେଠି ଭୁବନେଶ୍ୱରରେ ନେଟ୍ ପ୍ରୋବ୍ଲେମ୍ ରହୁଛି, ତେଣୁ ଆଜି କ୍ଲାସ୍ କରିପାରୁନାହାନ୍ତି, କାଲି କ୍ଲାସ୍ କରିବେ। ଆଉ ମହାରାଜ ଯାଇଛନ୍ତି ଦିଲ୍ଲୀ କୌଣସି ମିଟିଂରେ, ତେଣୁ ମହାରାଜ ବି କ୍ଲାସ୍ କରିପାରୁନାହାନ୍ତି। ଆଜି ଆମେ ରିଭିଜନ୍ କ୍ଲାସ୍ କରିବା ଉପଦେଶ ଅମୃତ, ଯେଉଁଟା କରିଥିଲେ 4 ନମ୍ବର ଶ୍ଲୋକ, ଆଜି 5 ନମ୍ବର ଶ୍ଲୋକ କରିବା। ଉପଦେଶ ଅମୃତରେ ରୂପ ଗୋସ୍ୱାମୀ 5 ନମ୍ବର ଶ୍ଲୋକରେ କ'ଣ କହୁଛନ୍ତି? କୃଷ୍ଣେସ୍ତି ଯସ୍ୟ ଗିରିତଂ ମନସାନ୍ଦ୍ରିୟେତ୍ ଦୀକ୍ଷାସ୍ତି ଚେତ୍ ପ୍ରଣତି ବିଶ୍ୱ ଭଜନ୍ତ ମିଶମ ଶୁଶ୍ରୂଷୟା ଭଜନ ବିଜ୍ଞ ମନନ୍ୟ ମନ୍ୟ ନିନ୍ଦାଦି ଶୂନ୍ୟ ହୃଦୟମ୍ ଇପ୍ସିତ ସଙ୍ଗ ଲବ୍ଧା। ଏହି ଶ୍ଲୋକରେ ଆଉ ଗୋଟେ ବଢ଼ିଆ ଉପଦେଶ ଦେଇଛନ୍ତି ଯେ ଭକ୍ତମାନଙ୍କୁ ମାନେ ତାଙ୍କର ତାରତମ୍ୟ ଅନୁସାରେ, ଅଧିକାରର ତାରତମ୍ୟ ଅନୁସାରେ କେମିତି ତାଙ୍କୁ ପ୍ରଣାମ କରିବା, ତାଙ୍କୁ କେମିତି ଆଦର କରିବା, ସେ ବିଷୟରେ ଆମକୁ ଗୋଟେ ବଢ଼ିଆ ଉପଦେଶ ଦେଇଛନ୍ତି। ତାକୁ ଆମେ ଟିକେ ମନେ ପକାଇବା। ଏଠି କହୁଛନ୍ତି କୃଷ୍ଣେତି ଯସ୍ୟ ଗିରିତଂ ମନସା ଆଦ୍ରିୟେତ୍, ଯାହାର ଗିରିରେ ମାନେ ବାକ୍ୟରେ ଥରେ କୃଷ୍ଣ ନାମ ଉଚ୍ଚାରଣ ହୁଏ, ତାଙ୍କୁ କେମିତି ଆଦର କରିବେ? ନା ମନ ଦ୍ୱାରା ଆଦର କରିବେ। ଦୀକ୍ଷାସ୍ତି ଚେତ୍ ପ୍ରଣତି ବିଶ୍ୱ ଭଜନ୍ତ ମିଶମ, ଯିଏ ଦୀକ୍ଷା ନେଇଛନ୍ତି ଗୁରୁଙ୍କ ଠାରୁ, ଆଉ ନିଜର ଈଶ୍ୱରଙ୍କୁ ଭଜନ କରୁଛନ୍ତି, ତାଙ୍କୁ କେମିତି ଆଦର କରିବେ? ପ୍ରଣତି ବିଶ୍ୱ, ମନ ଦ୍ୱାରା ଆଦର କରିବେ, ପ୍ଲସ୍ ପ୍ରଣାମ ଦ୍ୱାରା ମଧ୍ୟ ଆଦର କରିବେ। ତାପରେ ଶୁଶ୍ରୂଷୟା ଭଜନ ବିଜ୍ଞମ ଅନନ୍ୟ ମନ୍ୟ, ଯିଏ ଭଜନ ବିଜ୍ଞ, ଯାହାର ଭଜନରେ ବିଜ୍ଞତା ଅଛି, ଭଜନ କରୁଛନ୍ତି, ଆଉ ଅନନ୍ୟ ଭକ୍ତ, ନିନ୍ଦାଦି ଶୂନ୍ୟ ହୃଦୟ, କୌଣସି ନିନ୍ଦା ଅପରାଧରୁ ମାନେ ବଞ୍ଚିତ, ତାଙ୍କୁ କେମିତି ତାଙ୍କୁ ଶୁଶ୍ରୂଷା କରିକି ତାଙ୍କର ସଙ୍ଗ ଲାଭ କରିବାକୁ, ତାଙ୍କୁ ସେବା କରି ପ୍ରଣିପାତ ପରିପ୍ରଶ୍ନ ସେବା ଦ୍ୱାରା ତାଙ୍କର ଆଦର କରିବ। ଏଇଟାକୁ ଆମେ ଟିକେ ଟିକେ ବୁଝିବା, କ'ଣ ପାଇଁ ଏଇ ଶ୍ଲୋକଟା କହିଛନ୍ତି, ଆମମାନଙ୍କର କେମିତି ଏଇଟା ଉପକାର ହବ। ଦେଖନ୍ତୁ, ଆମର ଭକ୍ତି ବିନୋଦ ଠାକୁର ଗୋଟେ କୀର୍ତ୍ତନରେ ବି କହିଛନ୍ତି ନା, ଗୁରୁଦେବ କୃପା ବିନ୍ଦୁ ଦିଆ ଯୋଉ କୀର୍ତ୍ତନରେ, ଯେ ସକଲେ ସମ୍ମାନ କରିତେ ଶକତି ଦେହନାଥ ଯଥାଯଥ ତବେ ତ ଗାଇବ ହରିନାମ ସୁଖେ ଅପରାଧ ହବେ ହତ। ଏଇ ଯୋଉ କୀର୍ତ୍ତନରେ ଯୋଉ ଗାଇଛନ୍ତି, ସକଲେ ସମ୍ମାନ କରିତେ ଶକତି, ସେ କାହିଁକି କହିଛନ୍ତି? ଯୋଉମାନେ ସମସ୍ତଙ୍କୁ କେମିତି କେମିତି ଆମେ ସମ୍ମାନ ଦେବା, ସମସ୍ତଙ୍କୁ ସମ୍ମାନ ଦେବାକୁ ଗୋଟେ ମାନେ ମୋତେ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା କି ମୁଁ ତାଙ୍କର ଅଧିକାର ଅନୁସାରେ ଯଥାଯଥ ମାନେ ତାଙ୍କ ଅଧିକାର ଅନୁସାରେ ତାଙ୍କୁ ସମ୍ମାନ ଦେଇପାରିବି। ହେଲେ କ'ଣ ହବ ନା ଅପରାଧ ହବେ ହତ, ମୁଁ ଠିକ୍ସେ ହରିନାମ ତବେ ତ ଗାଇବ ହରିନାମ ସୁଖୀ, ହରିନାମ କରିପାରିବି, ଅପରାଧ ହବେ ହତ, ମୋର ଅପରାଧରୁ ମୁଁ ବଞ୍ଚିତ ହେଇବି। ଯଦି ଆପଣଙ୍କ ଘରକୁ ଜଣେ ସନ୍ନ୍ୟାସୀ ଆସିଲେ ଆଉ ଜଣେ ବ୍ରହ୍ମଚାରୀ ଆସିଲେ, ତ ଆପଣ କ'ଣ କରିବେ? ଗୋଟେ ଆସନରେ, ସେ ସମାନ ଆସନରେ ସନ୍ନ୍ୟାସୀଙ୍କୁ ବସେଇବେ, ବ୍ରହ୍ମଚାରୀଙ୍କୁ ବସେଇବେ। ସେଇଠି ସେ ସନ୍ନ୍ୟାସୀଙ୍କୁ ପ୍ରସାଦ ଦେବେ, ବ୍ରହ୍ମଚାରୀଙ୍କୁ ସେଠି ପ୍ରସାଦ ଦେବେ। ତାହେଲେ ସେଠି କ'ଣ ହବ? ଆପଣ ଠିକ୍ ଠିକ୍ ଯଥାଯଥ ରୂପରେ ତାଙ୍କର ସମ୍ମାନ କରିପାରିଲେ କି, ତାଙ୍କ ଆଦର କରିପାରିଲେ କି? ଅପରାଧ ହବ। ସେଇଥିପାଇଁ ଏଇ ଶ୍ଲୋକରେ ଆମର ରୂପ ଗୋସ୍ୱାମୀ କାହାକୁ କେମିତି ଆଦର କରାଯାଏ, କେମିତି କେଉଁ ଅଧିକାରର ଭକ୍ତମାନଙ୍କୁ କେମିତି ଆପଣ ଆଦର କରିବେ, ସେ ବିଷୟରେ ସେଇଥିପାଇଁ କହିଛନ୍ତି। ଆମର ଭକ୍ତି ଜଗତରେ ଏସବୁ ଜାଣିବାଟା ନିହାତି ଜରୁରୀ। ଆମର ଆପଣ ଶୁଣିଥିବେ ଗୋଟେ ଅଛି ଦଧିଚୂଡ଼ା ମହୋତ୍ସବ, ପାଣିହାଟିରେ ହେଇଥିଲା। ନିତ୍ୟାନନ୍ଦ ରଘୁନାଥ ଦାସ ଗୋସ୍ୱାମୀ ପାଣିହାଟିରେ ଯେଉଁ ଦଧିଚୂଡ଼ା ମହୋତ୍ସବ କରିଥିଲେ, ସେଠି ବି ଏଇ ଜିନିଷଟା ବହୁତ ସୁନ୍ଦର ଭାବରେ ବର୍ଣ୍ଣନା ଅଛି ଯେ ଯେତେବେଳେ ଦଧିଚୂଡ଼ା ମହୋତ୍ସବ ହେଲା, ଆମର ନିତ୍ୟାନନ୍ଦ ପ୍ରଭୁ ରଘୁନାଥ ଦାସ ଗୋସ୍ୱାମୀ କହିଲେ, ତୁମେ ଚୋର, ତୁମେ ଅପରାଧ କରିଛ, ତୁମକୁ ବୈଷ୍ଣବ ସେବା କରିକି ସେଥିରୁ ମୁକ୍ତ ହେବାର ଅଛି। ସେ ଖୁସି ହେଇଗଲେ ଯେ ବୈଷ୍ଣବ ସେବା କରିବେ। ବୈଷ୍ଣବ ସେବା କ'ଣ କରିବ ନା ତୁମେ ଆଜି ଦଧିଚୂଡ଼ା ମହୋତ୍ସବ କରିବ, ଯେତେ ସବୁ ବୈଷ୍ଣବ ଅଛନ୍ତି ସମସ୍ତଙ୍କୁ ଦଧିଚୂଡ଼ା ପ୍ରସାଦ ଦେବ। ମହୋତ୍ସବ ହେଲା ଜୋରସୋରରେ, ଆପଣ ସେସବୁ ମହୋତ୍ସବ ବିଷୟରେ ବହୁତ ଥର ଶୁଣିଛନ୍ତି, କେମିତି ମହୋତ୍ସବ ପାଳନ କଲେ ରଘୁନାଥ ଦାସ ଗୋସ୍ୱାମୀ। ତାଙ୍କ ସେ ଜମିଦାର ଘରର ପୁଅ ଥିଲେ, ତାଙ୍କର ବାପା, ତାଙ୍କର ବଡ଼ ବାପା ସମସ୍ତେ ବଡ଼ ଜମିଦାର ଥିଲେ, ତେଣୁ ବହୁତ ବଢ଼ିଆ ସେ ଆରେଞ୍ଜମେଣ୍ଟ କଲେ। ଦଧିଚୂଡ଼ା ମହୋତ୍ସବ ହେଲା, ତାପରେ ପ୍ରସାଦ ଦେଇ ସାରିଲା ପରେ, ପ୍ରସାଦ ବୈଷ୍ଣବମାନଙ୍କୁ ପାଇ ସାରିଲା ପରେ ପ୍ରାଣାମୀ ଦେବେ। ତ ପ୍ରାଣାମୀ ଦେଲାବେଳେ ସେ କହୁଛନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କର ଜଣେ ଯେଉଁ ପରିକର ରାଘବ ପଣ୍ଡିତ, ଯେ ନିତ୍ୟାନନ୍ଦ ପ୍ରଭୁଙ୍କର ପରିକର, ତାଙ୍କ ଗାଇଡାନ୍ସରେ ସେ ବୈଷ୍ଣବମାନଙ୍କୁ ଯଥାଯଥ ପ୍ରାଣାମୀ ସବୁ ଦେଲେ।
ତାଙ୍କ ଗାଇଡାନ୍ସରେ ପଚାରିକି ଏ ବୈଷ୍ଣବ କେତେ ପ୍ରାଣାୟାମ ଦେବି, ଏ ବୈଷ୍ଣବ କେତେ ପ୍ରାଣାୟାମ ଦେବି ପଚାରିକି ତାପରେ ପ୍ରାଣାୟାମ ଦେଲେ ତାଙ୍କର ଅଧିକାର ଅନୁସାରେ। ସିଏ ତ ଏଠି ଯୋଉ ବର୍ଣ୍ଣନା ଅଛି ଯଦି ଯୋଉଟା ମହୋତ୍ସବ ଉତ୍ସବରେ ତ ସେ ଏମିତି ସମସ୍ତଙ୍କୁ ସମ୍ମାନ ଦେଇ ଦେଇଥାନ୍ତି, ସମସ୍ତ ବୈଷ୍ଣବ ସମସ୍ତଙ୍କୁ ସମ୍ମାନ ଦେଇଥାନ୍ତି, ସେ ସେମିତି ଗଲେ କି? ସେ ରାଘବ ପଣ୍ଡିତ ଜଣେ ତାଙ୍କର ଅଧିକାରୀ ଯିଏ ତାଙ୍କର ନିତ୍ୟାନନ୍ଦ ପ୍ରଭୁଙ୍କ ପରିକର, ତାଙ୍କ ଗାଇଡାନ୍ସରେ ସମସ୍ତଙ୍କୁ ଜାଣିକି ତାଙ୍କ ଅଧିକାର ଅନୁସାରେ ତାଙ୍କୁ ପଚାରିକି ତାଙ୍କୁ ପ୍ରାଣାୟାମ ଦେଇଥିଲେ। ତେଣୁ ଏସବୁ ଜିନିଷ ଆମକୁ ଠିକ ଠିକ ଜାଣିବାର ଅଛି ଯେ କାହାକୁ କେମିତି ସମ୍ମାନ କରିବ। ନ ଜାଣିଲେ କଣ ହବ, ଆମେ ଅପରାଧ କରିବା। ସେଥିପାଇଁ ଆମ ଉପଦେଶ ଅମୃତରେ ନିଜେ ରୂପ ଗୋସ୍ୱାମୀ ତାକୁ ବର୍ଣ୍ଣନା ବି କରୁଛନ୍ତି। ବୈଷ୍ଣବ ମାନଙ୍କ ପାଇଁ ଜାଣିବାଟା ନିହାତି ଦରକାର। ଆମେ ଦେଖିଛେ ଆମେ ସମସ୍ତେ ଜଣେ ସନ୍ନ୍ୟାସୀଙ୍କୁ ବି ଦଣ୍ଡବତ ପ୍ରଣାମ କରନ୍ତି, ଜଣେ କିଏ ଗୋଟେ ଆସିଲା ଯେ ଭକ୍ତି ସହିତ ତାଙ୍କର ଲିଙ୍କ ବି ନାହିଁ, ତାଙ୍କୁ ବି ମୁଁ ଦେଖିଛି ଭକ୍ତମାନେ କଣ ମାନେ ନିଜର ସରଳତା ଯୋଗୁଁ ତାକୁ ବି ଦଣ୍ଡବତ ପ୍ରଣାମ କରୁଛନ୍ତି। ଆରେ ତାଙ୍କୁ କାହିଁ ଦଣ୍ଡବତ ପ୍ରଣାମ କରୁଛନ୍ତି? ସିଏ ଯାହାକୁ ଯଥାଯୋଗ୍ୟ ତାର ଅଧିକାର ଅନୁସାରେ ଆପଣ ତାଙ୍କୁ କଣ ଆଦର କରିବେ। ଆଉ ମହାରାଜଙ୍କୁ ପ୍ରଣାମ ଦଣ୍ଡବତ ପ୍ରଣାମ କଲେ ଆପଣ ତାଙ୍କଠୁ କେତେ ଉନ୍ନତ। ଆପଣ ଯିବେ ସେ ଯିଏ ମାନେ ତାଙ୍କର ଅଧିକାରୀ ନେଇ ତାଙ୍କୁ ଯିବେ ଦଣ୍ଡବତ ପ୍ରଣାମ, ସିଏ ତାଙ୍କ ହାତ ବି ଉଠୁନଥିବ ତମକୁ ପ୍ରଣାମ କରିବାକୁ, ସିଏ କେବେ ପ୍ରଣାମ କରୁନାହାନ୍ତି। ସେଭଳିଆ ଲୋକଙ୍କୁ ବି ଆମର ଭକ୍ତମାନଙ୍କୁ ଦେଖିଛି ଅତ୍ୟଧିକ ସରଳ ଅତ୍ୟଧିକ ଇଏ ହେଇକି ତାକୁ ଦଣ୍ଡବତ ପ୍ରଣାମ କରିଦିଅନ୍ତି। ତେଣୁ ଏସବୁ ଜିନିଷ ଜାଣିବା ଦରକାର। ହୁଁ। ସେଠି କଣ କହୁଛନ୍ତି ନା ପ୍ରଥମେ ଯାହାର କୃଷ୍ଣେତି ଯଶ ଗିରିତଂ ମନସା ଇନ୍ଦ୍ରିୟେତ୍, ଯାହାର ଜିଭାରେ ଥରେ ମାତ୍ର ଭଗବାନଙ୍କ ନାମ କେବଳ ଉଚ୍ଚାରଣ କରିଥାଏ ତାକୁ ମନେ ମନେ ଆଦର କରିବ। ଆମେ ସବୁ ଶୁଣିଛେ ନା ଭାଗବତ ଗୀତାରେ ଯେ ବହୁନାମ ଜନନାମ ଅନ୍ତେ ଜ୍ଞାନବାନ ପ୍ରପଦ୍ୟନ୍ତେ ବାସୁଦେବମ୍ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ସେ ବହୁ ବହୁ ଜନ୍ମ ପରେ କିଏ ଭାଗ୍ୟବାନ ଜୀବ ଜଣେ ସେ କଣ ନିଜ ଜ୍ଞାନ ଦ୍ଵାରା ଭଗବାନଙ୍କୁ ମାନେ ଶ୍ରେଷ୍ଠ ବୋଲି ଜାଣି ତାଙ୍କର ନାମ ଗ୍ରହଣ କରେ, ତାଙ୍କର ସେବା କରେ। ତେଣୁ ସେମାନେ ବହୁତ ଭାଗ୍ୟବାନ। ଏମିତି ଭାଗବତ ଗୀତାରେ ତ ସମସ୍ତେ ପଢୁଛନ୍ତି, କିନ୍ତୁ ସମସ୍ତେ କଣ ସେ ପ୍ରକୃତ ନଲେଜ ପାଇପାରୁଛନ୍ତି? ସେମାନେ ସେଇ ପଢୁଛନ୍ତି, ତାପରେ ପୁଣି ଜ୍ଞାନ ମାର୍ଗକୁ ଯାଉଛନ୍ତି, ପୁଣି କର୍ମକାଣ୍ଡିଆ ସେବା କରୁଛନ୍ତି, ଦେବାଦେବୀଙ୍କୁ ପୂଜା କରୁଛନ୍ତି। ସେଥିପାଇଁ ତାଙ୍କ ଭିତରେ କିଏ ଭାଗ୍ୟବାନ ଥାଏ, ସେ ବହୁ ବହୁ ଜନ୍ମ ପରେ ସ୍ୱୀକୃତି ପରେ ଅର୍ଜନ ପରେ ସେ ବାସୁଦେବଙ୍କୁ ମାନେ ସର୍ବସ୍ୱ ଜାଣି ତାଙ୍କର ଭଜନ କରିବାକୁ ଷ୍ଟାର୍ଟ କରେ। ତେଣୁ ଯୋଉମାନେ ଭଜନ କରନ୍ତି, ଥରେ ମାତ୍ର ବି ଭଗବାନଙ୍କ ନାମ ନିଏଇଛନ୍ତି, ସେମାନଙ୍କୁ କୁହାଯାଇଛି କଣ କନିଷ୍ଠ। ତେଣୁ ଯିଏ ବି ନେଲା ତାଙ୍କୁ ଆମେ କଣ ମହାଭାଗ୍ୟବାନ ବୋଲି ଭାବିକି ତାଙ୍କୁ ମନେ ମନେ ଆଦର କରିବା। ହୁଁ। ତାପରେ ଯୋଉମାନେ ଦୀକ୍ଷା ନେଇଛନ୍ତି ମାନେ ଗୁରୁବର୍ଗଙ୍କଠୁ ଆଶ୍ରୟ କରିକି ତାଙ୍କଠୁ ମନ୍ତ୍ର ଗ୍ରହଣ କରିକି ନିଜର ଈଶଙ୍କୁ ଭଜନ୍ତମ ଈଶମ୍ ନିଜ ଈଶଙ୍କୁ ଯୋଉ ଶ୍ରୀ ଭଗବାନଙ୍କୁ ଭଜନ କରୁଛନ୍ତି। ତାଙ୍କୁ କଣ କରିବ ନା ତାଙ୍କୁ ମନେ ମନେ ଆଦର କରିବ, ପ୍ଲସ୍ ପ୍ରଣାମ ଦ୍ୱାରା ମଧ୍ୟ ଆଦର କରିବ। ପ୍ରଣତି ଭୀଷମ, ପ୍ରଣତି ମଧ୍ୟ ପ୍ରଣାମ ଦ୍ୱାରା ମଧ୍ୟ ତାଙ୍କୁ ଆଦର କରିବ। ମାନେ ମନେ ମନେ କରିବ ପ୍ଲସ୍ ପ୍ରଣାମ ଦ୍ୱାରା ମଧ୍ୟ କରିବ। ଏଇଟା ହେଲା ମଧ୍ୟମ ଅଧିକାରୀଙ୍କୁ। ଯୋଉମାନେ ମନ୍ତ୍ର ନେଇଛନ୍ତି, ମନ୍ତ୍ର ମାନେ କଣ? ଆମର ଯେତେବେଳେ ଦୀକ୍ଷା ହୁଏ ସେତେବେଳେ ଗୁରୁଦେବ କଣ କରନ୍ତି, ଗୋଟେ ସମ୍ବନ୍ଧ ଜ୍ଞାନ ଦିଅନ୍ତି। ଯେତେବେଳେ ମନ୍ତ୍ର ବୀଜଟା ଆମକୁ କଣ କରେ ନା ଭଗବାନ ସହିତ ସମ୍ବନ୍ଧିତ କରେ। ସମ୍ବନ୍ଧ କଲେ କଣ ହୁଏ, ଆସ୍ତେ ଆସ୍ତେ ଯେମିତି ଆମର ସ୍କୁଲରେ ଆମେ ଆଡମିସନ କରୁଛେ, ଗୋଟେ କଲେଜରେ ଗୋଟେ ମେଡିକାଲ କଲେଜରେ ଜଣେ ଆଡମିସନ କଲା, ସିଏ ଆଡମିସନ କରିଦେଲେ ତ ଡକ୍ଟର ହେଇଯିବନି, ତାଙ୍କୁ 5 ବର୍ଷ ପାଠ ପଢିବାକୁ ପଡିବ। କିନ୍ତୁ ଯେତେବେଳେ ସେ ଆଡମିସନ କଲା ସେଇଠୁ ତାର ଷ୍ଟାର୍ଟ ହେଇଗଲା, ସେଇଠୁ ମାନେ ପାଠ ପଢିବା ଷ୍ଟାର୍ଟ ହେଇଗଲା। ସେମିତି ଆମେ ଯେତେବେଳେ ଦୀକ୍ଷା ଗ୍ରହଣ କଲେ ଭଗବାନଙ୍କର ଯୋଉ ସମ୍ବନ୍ଧ ଜ୍ଞାନଟା ପ୍ରାପ୍ତ ହେବାର ଧୀରେ ଧୀରେ ଆମର ପ୍ରୋସେସ ଷ୍ଟାର୍ଟ ହେଇଯାଏ। ପୁଣି 5 ବର୍ଷ ସେ ପାଠ ପଢି ସାରିଲା ପରେ ସାର୍ଟିଫିକେଟଟା ପାଇବ। ସେମିତି ଆମେ ସାଧନା କରି 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 ଗୋଟେ ଷ୍ଟେଜ ଆସିବ ଯେତେବେଳେ ଆମର ସମ୍ବନ୍ଧ ଜ୍ଞାନ ହବ, ସେତେବେଳେ କୁହାଯାଏ ଯେ ଦୀକ୍ଷା ଆମର ହେଲା। କିନ୍ତୁ ଦୀକ୍ଷାର ଯେତେବେଳେ ମନ୍ତ୍ର ଗ୍ରହଣ କଲେ ସେଟା ଜଷ୍ଟ ଆଡମିସନ ହେଲା। ତ ସେମାନଙ୍କୁ ସେଇଠି ବି କୁହାଯାଇଛି ଯିଏ ସଦ୍ଗୁରୁଙ୍କଠୁ ମନ୍ତ୍ର ନେଇ ଭଗବାନଙ୍କୁ ଭଜନ କରିବା ଷ୍ଟାର୍ଟ କରେ ତାକୁ ମଧ୍ୟ କଣ କରିବ, ମନ ଦ୍ୱାରା ଏବଂ ପ୍ରଣାମ ଦ୍ୱାରା ତାଙ୍କୁ ଆଦର କରିବ। ତାପରେ ମାନେ ଯୋଉମାନେ ଏଟା ଗଲେ ମଧ୍ୟମ ଅଧିକାରୀ, ଯୋଉମାନେ ଶ୍ରେଷ୍ଠ ଅଧିକାରୀ, ଯୋଉମାନେ ମହାଭାଗବତ ଆଉ ଟିକେ ଉପର ସ୍ତରରେ ଅଛନ୍ତି, ଯିଏ ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରନ୍ତି। ଅନନ୍ୟ ଭାବରେ ଭଜନ କରନ୍ତି ମାନେ ଆମେ ଶୁଣିଥିଲେ ଅନନ୍ୟ ଭାବରେ, ଯେ ଅନନ୍ୟ ଭକ୍ତ କାହା କୁହାଯାଏ
ତିନି ପ୍ରକାର ତାଙ୍କର ଯୋଉ ଏଲିଜିବିଲିଟି, ପ୍ରଥମଟା କଣ ନା କୃଷ୍ଣଙ୍କୁ ଛାଡ଼ିକି ଅନ୍ୟ କୌଣସି ଦେବାଦେବୀଙ୍କର ଅନ୍ୟ କୌଣସି ଆଶାରା ସେ ସାହାରା ନେଇନଥିବେ। କୃଷ୍ଣଙ୍କୁ ଛାଡ଼ିକି ସେ ଅନ୍ୟ ଦେବାଦେବୀ କାହାର ପୂଜା କରୁନଥିବେ, ପ୍ରଥମ ଲକ୍ଷଣ। ଦ୍ୱିତୀୟ ଲକ୍ଷଣ କଣ ନା କୃଷ୍ଣଙ୍କୁ ତ ସେବା କରୁଥିବେ, କୃଷ୍ଣଙ୍କୁ ଜ୍ଞାନ ମାର୍ଗରେ, କର୍ମ ମାର୍ଗରେ କି ତପସ୍ୟା ଦ୍ୱାରା ଏତେ ଯୋଗୁଁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିବେ କି? ମନା କରାଯାଇଛି ଯେ କୃଷ୍ଣଙ୍କୁ କେବଳ ଭକ୍ତି ଦ୍ୱାରା ହିଁ କୃଷ୍ଣଙ୍କୁ ଭଜନ କରୁଥିବେ, ଅନ୍ୟ କୌଣସି ଜ୍ଞାନ କର୍ମ ଏହାର ସାହାରା ନେଇନଥିବେ। ଏଇଟା ଦ୍ୱିତୀୟ ଲକ୍ଷଣ। ତାପରେ ତୃତୀୟ ଲକ୍ଷଣ କଣ ନା କୃଷ୍ଣଙ୍କୁ ଭଜନ କଲେ, ଭକ୍ତି ଦ୍ୱାରା ଭଜନ କଲେ, ଭଜନ କଲା ପରେ ଇଚ୍ଛା କରିବେ ମୋର କଣ ସାଂସାରିକ କିଛି ମୋର ମନୋକାମନା ପୂରଣ ହେଇଯାଉ, ମୋର ମୁକ୍ତି କାମନା କରିବେ କି ସ୍ୱର୍ଗ ବୈକୁଣ୍ଠ କାମନା କରିବେ, ସେଇଟା ବି ଅନ୍ୟାନ୍ୟ ଭକ୍ତର ଲକ୍ଷଣ ନୁହଁ। କୃଷ୍ଣଙ୍କୁ ଭଜନ କରୁଥିବେ, ଭକ୍ତି ଦ୍ୱାରା ହିଁ ମାଧ୍ୟମ, ମାନେ ଭକ୍ତିକୁ ଛାଡ଼ିକି ଅନ୍ୟ କୌଣସି ପନ୍ଥା ଅବଲମ୍ବନ କରୁନଥିବେ। ଏବଂ ତୃତୀୟରେ ଭଗବାନଙ୍କ ସେବାକୁ ଛାଡ଼ିକି ଅନ୍ୟ କୌଣସି ତାଙ୍କର ଇଚ୍ଛା ନଥିବ। ସେବାକୁ, ଭଗବାନଙ୍କର ସେବା ହିଁ ଭକ୍ତିର ମୂଳ ଲକ୍ଷ୍ୟ ଭାବିକି ସେ ଭଗବାନଙ୍କୁ ଭଜନ କରୁଥିବେ, ହେଲେ ସେ ହେଲେ ଅନନ୍ୟ ଭକ୍ତ। ସେଇଭଳିଆ ଅନନ୍ୟ ଭକ୍ତ ମାନେ ତାଙ୍କୁ କଣ କରିବ ନା ତାଙ୍କର ତାଙ୍କୁ ପ୍ରଣିପାତ କରିକି, ପରିପ୍ରଶ୍ନ କରିକି, ସେବା ଦ୍ୱାରା ତାଙ୍କର ସଙ୍ଗ ଲାଭ କରିବାକୁ ଚେଷ୍ଟା କରିବେ। ଏଇଟା ହେଲା ଆମର ତିନି ପ୍ରକାର ଯେମିତି ଯୋଉ ଗ୍ରେଡେସନ ଅଛି, ତାଙ୍କୁ କେମିତି କେମିତି ଆମେ ପ୍ରଣାମ କରିବା। ଯୋଉମାନେ ଏଠି ଯୋଉ ତୃତୀୟରେ କହୁଛନ୍ତି ଭଜନ ବିଜ୍ଞ, ଭଜନ ବିଜ୍ଞ ଲାଗିଲା ମାନେ ଆପଣ ଜାଣିବେ ଯେ ସିଏ ମାନେ ଉତ୍ତମ ଭକ୍ତ ମାନଙ୍କ କଥା କୁହାଯାଇଛି। ଭଜନ ବିଜ୍ଞ ମାନେ କଣ, କୋଉମାନେ ଭଜନ କରିପାରନ୍ତି। ଗୋଟେ ଭଲ କଥା କହୁଥିଲେ ଯେ ଭଜ ଧାତୁରୁ ଭଜନ ହେଇଛି ନା, ଭଜ ଧାତୁରେ ଆସିଛି ଭଜନ, ଆଉ ଭଜ ଧାତୁର ମାନେ ହେଲା ସେବା କରିବା। ତ କୋଉମାନେ ସେବା କରିପାରିବେ, ସେବା କୋଉମାନେ କରିପାରିବେନି, ଯୋଉମାନଙ୍କର ସମ୍ବନ୍ଧ ଜ୍ଞାନ ଥିବ ସେମାନେ ସେବା କରିପାରିବେ। ୱିଦାଉଟ୍ ସମ୍ବନ୍ଧ ଜ୍ଞାନ ଦ୍ୱାରା ଜଣେ ଭଗବାନଙ୍କର ସେବା କରିପାରିବନି। ତାପରେ ସମ୍ବନ୍ଧ ଜ୍ଞାନ ହେଲେ ଆପଣଙ୍କୁ ଆଟଲିଷ୍ଟ ଭାବ ସ୍ତରକୁ ଆସିବାକୁ ପଡ଼ିବ। ଯୋଉମାନେ ଭାବ ସ୍ତରରେ ଅଛନ୍ତି ସେଇମାନେ ହିଁ ସମ୍ବନ୍ଧ ଜ୍ଞାନର ସହ ଭଗବାନଙ୍କୁ ଭଜନ କରିପାରିବେ। ତ ତା ପୂର୍ବରୁ ଯୋଉମାନେ ଆମେ ସବୁ କରୁଛେ, ତାହେଲେ ସେଇଟା କଣ ହବ ନା ସେଇଟା ସବୁ ହେଲା ସାଧନ କ୍ରିୟା। ଭାବସ୍ତରକୁ ଲକ୍ଷ୍ୟ କରିକି ଆମେ ଏବେ ସାଧନ କରୁଛେ, ତେଣୁ ସେଇଟା ହେଲା ସାଧନ କ୍ରିୟା। ତେଣୁ ଭଜନ ବିଜ୍ଞ ଲାଗିଯିବେ ମାନେ ଶୁଶ୍ରୂଷୟା ଭଜନ ବିଜ୍ଞ ଅନନ୍ୟମନ୍ୟ। ଭଜନ ବିଜ୍ଞ ମାନେ ହେଲେ ସିଏ ଯିଏ ଭଜନ କରିପାରୁଛନ୍ତି, ଭଜନରେ ବିଜ୍ଞ, ଭଜନରେ ପୁରା ତତ୍ପର, ସେମାନେ ହେଲେ ଶ୍ରେଷ୍ଠ ବୈଷ୍ଣବ। ଆମର ଯୋଉ ବିଭିନ୍ନ ପ୍ରକାର ଆମେ ଶୁଣୁଛେ ନା, ଭଜନ ବିଜ୍ଞ ମାନେ ଯୋଉମାନେ କେମିତି ଭଜନ କରିପାରନ୍ତି, ସେମାନେ ମନ ଦ୍ୱାରା ବି ଭଗବାନଙ୍କ ସେବା କରିପାରନ୍ତି। ଆମର ରଘୁନାଥ ଦାସ ଗୋସ୍ୱାମୀ, ସେମାନେ ହେଲେ କଣ ଭଜନ ବିଜ୍ଞ, ଅନ୍ୟାନ୍ୟ ଭାଗରେ ଭଗବାନଙ୍କୁ ଭଜନ କରୁଥିଲେ। ତ ତାଙ୍କ ବିଷୟରେ କୁହାଯାଇଛି ସେମାନେ କେମିତି ମାନସିକ ସ୍ତରରେ ବି ଭଗବାନଙ୍କ ସେବା କରୁଥିଲେ। ରଘୁନାଥ ଦାସ ଗୋସ୍ୱାମୀ ଯେତେବେଳେ ରାଧାକୁଣ୍ଡ ପାଖରେ ରହିକି ଭଜନ କରୁଥିଲେ, ସେତେବେଳେ ସେ କଣ ପ୍ରତିଦିନ ଗୋଟେ ଗୋଟେ କେବଳ ମଠା ପିଇକି ଭଜନ କରୁଥିଲେ। ଗୋଟେ ପତ୍ରରେ ମଠା ନେଇକି ଆସୁଥିଲେ, ବ୍ରଜବାସୀ ମାନେ ତାଙ୍କୁ ଦଉଥିଲେ, ସେ ମଠା ପିଇକି ଭଜନ କରୁଥିଲେ। ତାଙ୍କର ଆଉ କୌଣସି ପ୍ରସାଦ ଗ୍ରହଣ କରୁନଥିଲେ, କିଛି ନାହିଁ। ଥରେ କଣ ହେଲା, ତାଙ୍କର ଲୁଜ ମୋସନ ହେଇଗଲା। ଲୁଜ ମୋସନ ହେଇଗଲା ପରେ ଡକ୍ଟର ଆସିଲେ, ଆୟୁର୍ବେଦିକ ଡକ୍ଟର ଆସିକି ତାଙ୍କ ନାଡି ଚେକ୍ କଲେ। ନାଡି ଚେକ୍ କଲା ପରେ କହିଲେ ଆପଣ ତ କ୍ଷୀରି ବହୁତ ଖାଇ ଦେଇଛନ୍ତି। ତାପରେ ସବୁ ବ୍ରଜବାସୀ ହସିଲେ, କହିଲେ ଆପଣ କିଛି ଜଣା ନାହିଁ, ଆପଣଙ୍କୁ ଯୋଉ ଡାକ୍ତରୀ ଶାସ୍ତ୍ରର ଅ ଅକ୍ଷର ବି ଜଣା ନାହିଁ। ସିଏ ବାବା, ତାଙ୍କୁ ଆମେ ଦେଖୁଛୁ ସେ ଗୋଟେ ମଠା ଛଡା ଆଉ କିଛି ଖାଆନ୍ତିନି, ଆଉ ଆପଣ କହୁଛନ୍ତି ସିଏ କ୍ଷୀରି ଖାଇକି ତାଙ୍କ ପେଟ ଖରାପ ହେଇଯାଇଛି। ନା ଯଦି ମୋର ମାନେ ସିଏ କ୍ଷୀରି ଖାଇନଥିବେ, ତାହେଲେ ମୁଁ ଡାକ୍ତରୀ ଶାସ୍ତ୍ର ହିଁ ଛାଡ଼ିଦେବି। ସେ ନିଶ୍ଚିନ୍ତ, ମୁଁ ନାଡି ଚେକ୍ କରିକି ଦେଖୁଛି, ସେ ନିଶ୍ଚିନ୍ତ ଭାବରେ କ୍ଷୀରି ହିଁ ଖାଇଛନ୍ତି, ଯାହାଦ୍ୱାରା ତାଙ୍କ ପେଟ ଖରାପ ହେଇଛି। ତାଙ୍କୁ ପଚାରିଲେ ଯେ ମହାରାଜ ଆପଣ କ୍ଷୀରି ଖାଇଛନ୍ତି କି? ସେ ଡକ୍ଟର କଣ ଏମିତି କହୁଛନ୍ତି, ତାଙ୍କୁ କିଛି ଜଣା ନାହିଁ। ନା ହଁ, ମୁଁ କ୍ଷୀରି କଣ ମାନସିକ ସେବା, ମାନସିକ ସ୍ତରରେ ଭୋଗ ଲଗେଇକି ରାଧା ଗୋବିନ୍ଦକୁ କ୍ଷୀରି ଅର୍ପଣ କଲି, ଆଉ ତାକୁ ମାନସିକ ସ୍ତରରେ ପାଇଲି। ମାନସିକ ସ୍ତରରେ ସେମାନେ ଭଗବାନଙ୍କର ସେବା କରିପାରୁଛନ୍ତି, ତାଙ୍କୁ ଅର୍ପଣ କରୁଛନ୍ତି, ପ୍ଲସ୍ ପ୍ରସାଦ ବି ମାନସିକ ସ୍ତରରେ ପାଇକି ତାଙ୍କର ଶରୀର ଉପରେ ଇଫେକ୍ଟ ଦେଖଉଛି। କିନ୍ତୁ ଏଇଟା ହେଲା ଭଜନ ବିଜ୍ଞ, ଯୋଉମାନେ ଅନନ୍ୟ ଭକ୍ତ, ତାଙ୍କ ମାନଙ୍କ ଲକ୍ଷଣ। ସେ ମାନସିକ ସ୍ତରରେ ବି ସେବା କରିପାରୁଛନ୍ତି। ସେଇଟା ଆସିବ କେତେବେଳେ, ମିନିମମ୍ ଭାବ ସ୍ତରରେ ଭଜନ କରିପାରିବେ, ତାପରେ ମାନସିକ ସେବାର ଆସ୍ତେ ଆସ୍ତେ ଅଧିକାରୀ ହେବେ। ସେଇମାନଙ୍କ କଥା କୁହାଯାଇଛି। ଆହୁରି ବି ଗୋଟେ କଥା କୁହାଯାଇଛି
ଆମର ଯିଏ ରାମଚନ୍ଦ୍ର ଯୋଉ ନରୋତ୍ତମ ସଙ୍ଗ ମାଗେ, ରାମଚନ୍ଦ୍ର ସଙ୍ଗ ମାଗେ ନରୋତ୍ତମ ଦାସ ଠାକୁରଙ୍କର ପ୍ରିୟ କିଏ ଥିଲେ, ମାନେ ସଙ୍ଗୀ ଆମର ରାମଚନ୍ଦ୍ର କବିରାଜ, ସରି, ହଁ, ରାମଚନ୍ଦ୍ର କବିରାଜ। ତାଙ୍କର ଗୁରୁ କିଏ ଥିଲେ? ଶ୍ରୀନିବାସ ଆଚାର୍ଯ୍ୟ। ଶ୍ରୀନିବାସ ଆଚାର୍ଯ୍ୟ ଥରେ କଣ କଲେ ନା ତାଙ୍କର ଶିଷ୍ୟମାନଙ୍କ ପାଖରେ ରହୁଥିଲେ। ଶିଷ୍ୟମାନେ ଗୋଟେ ମାନେ ରୁମ୍ ଭିତରେ ସେ ଭଜନ କରୁ 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 କଣ ସମାଧିସ୍ଥ ହେଇଗଲେ। ଭାବସ୍ତରରେ ଯାଇକି ଭଗବାନଙ୍କର ଯୋଉ ନିତ୍ୟ ଧାମରେ ସେବା କରିବାକୁ ଲାଗିଲେ ନିଜ ସ୍ୱରୂପରେ। ଶିଷ୍ୟମାନେ ଦେଖିଲେ କଣ ବହୁତ ଦିନ ହେଲା ଗୁରୁଦେବ କିଛି ହଲଚଲ ହଉନାହାନ୍ତି, କିଛି ନାହିଁ। ତାପରେ କାହାକୁ ଡାକିଲେ? ରାମଚନ୍ଦ୍ର କବିରାଜଙ୍କୁ ଡାକିଲେ। ରାମଚନ୍ଦ୍ର କବିରାଜ କହିଲେ, ସେ ତାଙ୍କର ଗୁରୁ ଶିଷ୍ୟ, ତେଣୁ ସେ କହିଲେ ରୁହ, ଗୁରୁଦେବ କଣ କୋଉ ସ୍ତରରେ ଅଛନ୍ତି ମୁଁ ନିଜେ ଯାଇକି ଦେଖେ। କବାଟ ବନ୍ଦ କରିଦେଲେ, କହିଲେ ଆମେ ନ କହିଲା ଯାଏ କବାଟ କେହି ଖୋଲିବେନି। ତାପରେ କବାଟ ବନ୍ଦ ହେଲା, ସିଏ ଯାଇକି ସେ ତାଙ୍କ ପାଖରେ ବସିକି ପୁଣି ଆସନ ଲଗେଇଲେ। ଆସନ ଲଗେଇ ଭଜନ କରି ତାଙ୍କର ମାନେ ସ୍ୱରୂପରେ ପ୍ରବେଶ କରିକି ସିଏ ଯାଇକି ପୁଣି କୋଉଠି ବାହାରିଲେ ନା ବୃନ୍ଦାବନରେ। ବୃନ୍ଦାବନରେ ସେଠି କଣ ଲୀଳା ଚାଲିଛି? ରାଧାରାଣୀଙ୍କର ଯୋଉ ନାକର ବେସର ନା କଣ କହନ୍ତି ସେଇଟା ହଜିଯାଇଛି। ତାକୁ ସବୁ ଖୋଜୁଛନ୍ତି ତାଙ୍କର ସଖୀ ମାନେ। ତ ସେଇଠି କଣ ଅଛନ୍ତି? ଶ୍ରୀନିବାସ ଆଚାର୍ଯ୍ୟ ସେଇ ସେବାରେ ଲାଗିଛନ୍ତି। ଖୋଜୁଛନ୍ତି ଖୋଜୁଛନ୍ତି ତ କେହି ପାଉନାହାନ୍ତି। ତ ଏଠି ଏପଟେ ହେଇଗଲାଣି, ଗୋଟେ ଦିନ ଦେଢ ଦିନ ହେଇଗଲାଣି। ତ ସମୟ ବୃଦ୍ଧି ଚାଲୁଛି। ତ ସେଠି ଯେତେବେଳେ ଆସିକି ପହଞ୍ଚିଲେ ଆମର ରାମଚନ୍ଦ୍ର କବିରାଜ ପହଞ୍ଚିଲେ, ସିଏ ଖୋଜୁ ଖୋଜୁ ଗୋଟେ ଯୋଉ ପଦ୍ମ ନାଡର ଇଏ ଭିତରେ, ନାଡ ପାଖରେ ସେ ଲାଖିକି ରହିଯାଇଛି। ସେ ସେଟା ପାଇଲେ। ପାଇଲା ପରେ ସିଏ ତାଙ୍କର ଗୁରୁଦେବଙ୍କୁ ଦେଲେ। ରାଧାରାଣୀଙ୍କ ନାକର ବେସର ପାଇଲା ପରେ ସେ ତାଙ୍କ ଗୁରୁଦେବ କିଏ? ଶ୍ରୀନିବାସ ଆଚାର୍ଯ୍ୟଙ୍କୁ ଦେଲେ ଆଣିକି, ଯେ ମୁଁ ପାଇଲି। ଶ୍ରୀନିବାସ ଆଚାର୍ଯ୍ୟ ତାକୁ ନେଇକି ପୁଣି କାହାକୁ ଦେଲେ? ତାଙ୍କର ଗୁରୁଦେବଙ୍କୁ। ଏମିତି ହେଇକି ସେ ଯାଇକି ପହଞ୍ଚିଲା କୋଉଠି ନା ଆମର ରୂପମଞ୍ଜରୀଙ୍କ ପାଖରେ। ରୂପମଞ୍ଜରୀ ତାକୁ କାହାକୁ ଦେଲେ? ଲଳିତା ସଖୀଙ୍କୁ ଦେଲେ। ଲଳିତା ସଖୀ ନେଇକି ତାପରେ ରାଧାରାଣୀଙ୍କୁ ଦେଲେ। ରାଧାରାଣୀ ଖୁସି ହେଇଗଲେ। ଖୁସି ହେଇକି ପଚାରିଲେ ଏଇଟା କିଏ ପାଇଲେ? ନା ନୂଆ ସଖୀ ଜଣେ ଆସିଛନ୍ତି, ସିଏ ଏଇଟା ଖୋଜି ଖୋଜି ପାଇଲେ, ତ ତାଙ୍କୁ ଡାକ। ତାପରେ ସେ ତାଙ୍କୁ ଡାକିଲେ, ତାଙ୍କୁ ଆଲିଙ୍ଗନ କଲେ, ତାଙ୍କୁ ନିଜର ଯୋଉ ପ୍ରସାଦୀ ତାଙ୍କୁ ଦେଲେ, ବଡ ଶ୍ରଦ୍ଧା କଲେ। ତାପରେ ଯେତେବେଳେ ଏଠି ତାପରେ ସେମାନେ ଯେତେବେଳେ ପ୍ରତ୍ୟାବର୍ତ୍ତନ କଲେ, ନିଜ ସ୍ୱରୂପକୁ ଆସିଲେ। 2 ଦିନ ନା 2.5 ଦିନ ଲାଗିଗଲା। ତ ଏମିତି ସେମାନେ କଣ ନିଜ ସ୍ୱରୂପରେ ମାନେ ସେବା କରିପାରନ୍ତି। ସେମାନେ ହେଲେ ଭଜନ ବିଜ୍ଞ। ତାଙ୍କୁ କେମିତି କରିବ ପ୍ରଣାମ କରିବ? ନା ତାଙ୍କୁ ସେବା ଶୁଶ୍ରୂଷା ଦ୍ୱାରା ତାଙ୍କୁ ଆଦର କରିବ। ତେବେ ଏଇ 3ଟା ଯୋଉ ଜିନିଷ କୁହାଇଛି, ଯୋଉ ଉପଦେଶ ରୂପ ଗୋସ୍ୱାମୀ ଆଦେଶ ଦେଇଛନ୍ତି କାହାକୁ ଯଦି ପ୍ରଣାମ କରିବ, ଏଇଟା କୋଉ ଲେବୁଲର ଭକ୍ତମାନଙ୍କ ପାଇଁ କୁହାଇଛି, ଏଇଟା ବି ଗୋଟେ ଜାଣିବାର କଥା। ଯଦି କନିଷ୍ଠ ଭକ୍ତ ହେଇଥିବେ ଆମମାନଙ୍କ ଭଳିଆ, ତ ସେମାନେ କନିଷ୍ଠ ମାନେ ସେମାନେ କଣ କରିବେ? ସେମାନେ ଯିଏ ଗୋଟେ ସୁନ୍ଦର କଥା କହିଦେଲା, ଶ୍ଲୋକ କହିଦେଇକି, କି ଗୋଟେ ଭଲ ସୁନ୍ଦର ସୁନ୍ଦର ଏକ୍ଜାମ୍ପଲ ଦେଇକି ଗୋଟେ କଥା କହିଦେଲା, ଆମେ କଣ ଭାବିବା ଯେ ସିଏ ହିଁ ଉତ୍ତମ ବୈଷ୍ଣବ, ସିଏ ହିଁ ଶ୍ରେଷ୍ଠ ବୈଷ୍ଣବ, ବାସ୍ ତାଙ୍କ ପଛରେ ଲାଗିଯିବା। କିମ୍ବା କିଏ ଉତ୍ତମ ବୈଷ୍ଣବ ହେଇଥିବେ, ତାଙ୍କର ଶାରୀରିକ କୌଣସି ଲକ୍ଷଣ ଦେଖିକି ଆମେ କହିବା ନା ଇଏ ଇଏ ମହାରାଜ କି ଇଏ ପ୍ରଭୁଜୀ ଇଏ ବୈଷ୍ଣବ ନୁହଁ। ଆମେ ତ ଜାଣିପାରିବାନି କାହାକୁ, ଆମର ଚିହ୍ନିବାର ଶକ୍ତି ନାହିଁ। ତ ତାଙ୍କ ପାଇଁ ବି ଉପଦେଶ ଦିଆଯାଇନି। ଆଉ ଯେ ମହାଭାଗବତ ସିଏ କଣ କରିବେ? ସିଏ ତ ସମସ୍ତଙ୍କୁ ଦେଖିବେ ଭଗବାନଙ୍କ ସ୍ୱରୂପ ରୂପରେ। ମାନେ ଜୀବଜନ୍ତୁଙ୍କୁ ବି ଭଗବାନଙ୍କ ସ୍ୱରୂପ ରୂପରେ ଦେଖିବେ। ତ ସେମାନେ ବି ଏଇ ଆଦେଶକୁ ପାଳନ କରିବାକୁ ଯୋଗ୍ୟ, ମାନେ ପାଳନ କରିପାରିବେନି। ଯେମିତି ଆମର ଆମର ଯୋଉ ଜଗନ୍ନାଥ ଦାସ ବାବୁଜୀ ମହାରାଜ। ଜଗନ୍ନାଥ ଦାସ ବାବୁଜୀ ମହାରାଜ ସେ କେମିତି ତାଙ୍କର ଜୀବନୀରୁ ଜଣାପଡେ, ଧାମର କୁକୁର ମାନେ ଯୋଉ ଥିଲେ, ସେ ଯେତେବେଳେ ତାଙ୍କର ସେବକ ଯେତେବେଳେ ଆଣିକି ପ୍ରସାଦ ଦିଅନ୍ତି, ବଡ ଥାଳିରେ ଆଣିକି ପ୍ରସାଦ ଦେବେ, ସେ କୁକୁର ଛୋଟ ଛୋଟ ଛୁଆର ଆସିକି ତାଙ୍କ ସାଙ୍ଗରେ ପ୍ରସାଦ ପାଇବେ। ଚାରିପଟେ ବସିଥିବେ, ସେ ପ୍ରସାଦ ପାଇବେ। ତା ଆଖିକି ତ ଦେଖା ଯାଉନଥିଲା, ସେ ଦେଖି ମାନେ ହାତ ମାରିକି ଦେଖିବେ, ହଁ ଏତିକି କୁକୁର ଆସିଛନ୍ତି, ତାପରେ ପ୍ରସାଦ ପାଇବେ। ତାପରେ ତାଙ୍କ ସେବକ ଯିଏ ବିରକ୍ତ ଦେଲେ, କୁକୁର ଗୁରା ଆସିକି କଣ ମୁହଁ ମାରୁଛନ୍ତି, ତାଙ୍କୁ ଯଦି ଠେଲି ଇଏ କରିଦେବେ, ସେ କହିବେ ମୁଁ ଆଉ ପ୍ରସାଦ ପାଇବିନି, ରାଗିଯିବେ। ତାପରେ ସେ କହିବେ ହଁ ଠିକ ଅଛି ଠିକ ଅଛି, ପୁଣି ସେ କୁକୁର ମାନଙ୍କୁ ଡାକିକି ଆଣିବେ, ତାଙ୍କ ସାଥିରେ ସେ ପ୍ରସାଦ ପାଇବେ। କାହିଁକି ନା ସିଏ ସମସ୍ତଙ୍କୁ, ସିଏ ମାନେ ଧାମର ଯେହେତୁ ସବୁ ଜୀବ, ତେଣୁ ସିଏ ତାଙ୍କୁ ସେଇ ରୂପରେ ଦେଖୁଥିଲେ, ଧାମବାସୀ ରୂପରେ। ତାଙ୍କର ଦୃଷ୍ଟି ସବୁ ଅଲଗା। ହୁଁ ଜଗନ୍ନାଥ ଦାସ ମହାରାଜ ଆଉ ସେଇଭଳିଆ ସବୁ ବୈଷ୍ଣବ ମାନେ, ସେମାନେ ଉନ୍ନତ ବୈଷ୍ଣବ ମାନେ, ଉତ୍ତମ ବୈଷ୍ଣବ ମାନେ, ସେ ସମସ୍ତଙ୍କ ଦେହରେ ଭଗବାନଙ୍କୁ ଦର୍ଶନ କରନ୍ତି। ଧାମବାସୀ କୁକୁର ବିଲେଇ ସେମାନଙ୍କୁ ବି ସେ ଧାମବାସୀ ରୂପରେ ଦେଖନ୍ତି। ସେଇଟା ତ ସମସ୍ତଙ୍କ ମାନେ ଦୃଷ୍ଟିଗୋଚର ହବନି, ସମସ୍ତଙ୍କୁ ସେ
ଅନ୍ୟ ଭିନ୍ନ ଭିନ୍ନ ରୂପରେ ଦେଖିପାରିବେନି, ତେଣୁ ତାଙ୍କ ପାଇଁ ବି ଉପଦେଶ ନୁହଁ। ତେବେ କାହା ପାଇଁ ଉପଦେଶ? ନା ମଧ୍ୟମ ବୈଷ୍ଣବ ମାନଙ୍କ ପାଇଁ ଉପଦେଶ ଦେଇଛନ୍ତି ଯେ ତୁମେ କ'ଣ କରିବ ନା ଯାହାର ମୁଖରେ ଥରେ ମାତ୍ର କୃଷ୍ଣ ନାମ ଥିବ ତାଙ୍କୁ ମନେ ମନେ ଆଦର କରିବ। ଯାହାର ଯିଏ ଦୀକ୍ଷା ନେଇକି ମାନେ ଗୁରୁଦେବଙ୍କଠୁ ଦୀକ୍ଷା ନେଇକି ନିଜର ଶ୍ରୀ ଭଗବାନଙ୍କୁ ଭଜନ କରନ୍ତି, ତାଙ୍କୁ କ'ଣ କରିବ ନା ତାଙ୍କୁ ମନେ ମନେ ଆଦର କରିବ, ଆଉ ପ୍ରଣାମ ଦ୍ୱାରା ମଧ୍ୟ ଆଦର କରିବ। ଆଉ ଯିଏ ଭଜନରେ ବିଜ୍ଞ ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରନ୍ତି, ତାଙ୍କୁ କ'ଣ କରିବ ନା ସେବା ଶୁଶ୍ରୂଷା ଦ୍ୱାରା ତାଙ୍କର ଆଦର କରିବ। ଏଇ ତିନିଟା ଉପଦେଶ ମଧ୍ୟ ବୈଷ୍ଣବ ମାନଙ୍କୁ ଦେଇଛନ୍ତି। ଆମେ ଆସ୍ତେ ଆସ୍ତେ ଚେଷ୍ଟା କରିବା କେମିତି ଏସବୁ ଜିନିଷ ଠିକ୍ ଠିକ୍ ରୂପରେ ଜାଣିକି ତାଙ୍କୁ ତାଙ୍କର ଅଧିକାର ଅନୁସାରେ ଆମେ ଆଦର କରିପାରିବା। ତାହେଲେ ଏସବୁ ଜିନିଷ ଭକ୍ତିବିନୋଦ ଠାକୁର ସାଧାରଣ ରୂପରେ କ'ଣ ଦେଖିକି କହିଛନ୍ତି ନା ନାମର ସାଧାରଣ ମହିମା ଦେଖିକି କହିଛନ୍ତି। ସାଧାରଣ ରୂପରେ ଶାସ୍ତ୍ରରେ ଯେଉଁ ନାମର ମହିମା ଦେଖି କୁହାଯାଇଛି ସେଇ ଦୃଷ୍ଟିରୁ ସେ ତିନି ଭାଗ କରିଛନ୍ତି। ବିଷ୍ଣୁ ଆମର ଶିଲ ପ୍ରଭୁପାଦ ନାମର ବାସ୍ତବିକ ମହିମା ଅନୁସାରେ ତାର ଅର୍ଥ ସେ ଭିନ୍ନ କରିଛନ୍ତି। ଯେ କନିଷ୍ଠ ମଧ୍ୟମଙ୍କର ଯେଉଁ ଅଧିକାରଟା ସେ ତାକୁ ଭିନ୍ନ ରୂପରେ ଶାସ୍ତ୍ରର ବାସ୍ତବିକ ନାମର ଯେଉଁ ବାସ୍ତବିକ ମହିମା ସେଇ ଦୃଷ୍ଟିରୁ କୃଷ୍ଣ ପ୍ରେମକୁ ମାନେ ଲକ୍ଷ୍ୟ କରିକି ତାକୁ ସେ ଅନ୍ୟ ଦୃଷ୍ଟିରେ ତାର ଅଧିକାରକୁ ନିର୍ଣ୍ଣୟ କରିଛନ୍ତି। କେମିତି ନା କନିଷ୍ଠ ବୋଲି କାହାକୁ କହିଛନ୍ତି? ଯେଉଁମାନେ ଦୀକ୍ଷା ନେଇକି କ'ଣ କରିଛନ୍ତି ନା ସମ୍ବନ୍ଧ ଜ୍ଞାନ ସହିତ ଭଗବାନଙ୍କୁ ଶ୍ରେଷ୍ଠ ବୋଲି ଜାଣି ଭଗବାନଙ୍କ ସହିତ ସମ୍ବନ୍ଧ ଜ୍ଞାନ ସହିତ ଭାବକୁ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛନ୍ତି, ଭଜନ କରୁଛନ୍ତି, ତାଙ୍କୁ କନିଷ୍ଠ ବୋଲି ଭାବିକି ତାଙ୍କୁ ମନେ ମନେ ପ୍ରଣାମ କରିବ। ଆଉ ଯେଉଁମାନେ ତାପରେ ଆସ୍ତେ ଆସ୍ତେ ସେମାନେ ଉନ୍ନତ ସ୍ତରକୁ ଆସିଲା ପରେ, ମଧ୍ୟମ ସ୍ତରକୁ ଆସିଲା ପରେ, ଯେଉଁମାନେ ଯେମିତି କହିଲେ ଆଡ଼ମିସନ୍ ନେଲା ପରେ ତାଙ୍କୁ ଦୀକ୍ଷା ବୋଲି କୁହାଗଲା। ଆସ୍ତେ ଆସ୍ତେ ସେ 5 ବର୍ଷ ଗଲା, ଯେମିତି ଡକ୍ଟରଟେ 5 ବର୍ଷ ଗଲା ପରେ ଡକ୍ଟର ହେଇପାରିଲା, ତାପରେ ତାକୁ ଆମେ କହିପାରିବା ଡକ୍ଟର। ସେମିତି ଯେ ଭଜନ କରିକି ଆଉ ଟିକେ ଉନ୍ନତ ହେଲା, ତାକୁ ମଧ୍ୟମ ରୂପରେ ମାନେ ତାଙ୍କ ଲେବୁଲ ମଧ୍ୟମ ଅଧିକାର ଲୋକମାନଙ୍କ ପାଇଁ କୁହାଯାଇଛି ନା, ଭକ୍ତମାନଙ୍କ ପାଇଁ, ତ ତାଙ୍କୁ କ'ଣ ମାନେ ପ୍ରଣାମ କରିକି, ଆଉ ଯେଉଁମାନେ ଉନ୍ନତ ବୈଷ୍ଣବ ସେ ଭଜନ ବିଜ୍ଞ, ତାଙ୍କୁ ସେବା ଶୁଶ୍ରୂଷା କରିବ। ତେଣୁ ଭକ୍ତିବିନୋଦ ଠାକୁର ଗୋଟେ ଆଧାର କରିକି ଏଠି ମାନେ ବିଭକ୍ତ କରିଛନ୍ତି, ଆଉ ଶିଲ ପ୍ରଭୁପାଦ ସିଏ କୃଷ୍ଣ ଭକ୍ତିକୁ ଆଧାର କରିକି ଏଠି ଅଲଗା ରୂପରେ ଗୋଟେ ପ୍ରତିପାଦନ କରିଛନ୍ତି। ତେଣୁ ଏଇଟା ହେଲା ରୂପ ଗୋସ୍ୱାମୀଙ୍କ ଉପଦେଶ ଯେ କେମିତି ମାନେ ଅଲଗା ଅଲଗା ଭକ୍ତମାନଙ୍କୁ ତାଙ୍କର ଅଧିକାର ଅନୁସାରେ ଆମେ କେମିତି ଅଲଗା ଅଲଗା ରୂପରେ ତାଙ୍କର ଆଦର କରିବା। ଯେଉଁମାନେ ମଧ୍ୟମ ଅଧିକାରୀ ଭକ୍ତ ସେମାନଙ୍କର ଗୋଟେ ଲକ୍ଷଣ ଆମେ ପଢ଼ିଥିଲେ ନା, ଯେ ଈଶ୍ୱରଙ୍କ ଠାରେ ପ୍ରେମ ଥିବ। ଆଉ ଯେଉଁମାନେ କନିଷ୍ଠ ଭକ୍ତ ତାଙ୍କ ଉପରେ କୃପା କରୁଥିବେ, ଯେଉଁମାନେ ମଧ୍ୟମ ଭକ୍ତ ତାଙ୍କ ସହିତ ମୈତ୍ରୀ ଥିବ, ଆଉ ଯେଉଁମାନେ ଉତ୍ତମ ଭକ୍ତ ତାଙ୍କୁ ସେବା କରୁଥିବେ, ଆଉ ଯେଉଁମାନେ ଦ୍ୱେଷୀ ତାଙ୍କୁ ଉପେକ୍ଷା କରିବେ। ଏଇଟା ହେଲା ମଧ୍ୟମ ଅଧିକାରୀଙ୍କ ଲକ୍ଷଣ ଗୋଟେ ଆମେ ପଢ଼ିଥିଲେ। ତ ଏଇଟା ହେଲା ମଧ୍ୟମ ଅଧିକାରୀ ମାନଙ୍କୁ ଉପଦେଶ ଦିଆଯାଇଛି ଏଇସବୁ ଜିନିଷକୁ ଠିକ୍ ଠିକ୍ ରୂପେ ପାଳନ କରିବାକୁ, ଏବଂ ଆମମାନଙ୍କୁ ମଧ୍ୟ ଉପଦେଶ ଦେଇଛନ୍ତି ସେ ସ୍ତରକୁ ଆସିକି ଠିକ୍ ଠିକ୍ ରୂପରେ ଜାଣିକି ତାଙ୍କର ସେବା କରିବାକୁ। ଠିକ୍ ଅଛି, ଏଇଟାକୁ ଆମର ଗୋଟେ ଶ୍ଲୋକ ଆଜି ରିଭିଜନ ହେଲା। ତାପରେ 6ଠ ନମ୍ବର ଶ୍ଲୋକଟା ଆଉ କେତେବେଳେ ମନେ ପକେଇଲେ ରିଭିଜନ କରିବା। ସେ 5ମ ଶ୍ଲୋକଟାର ଅର୍ଥ ସମସ୍ତେ ବୁଝିପାରିଲେ? କୃଷ୍ଣେସ୍ତି ଯଶ ଗିରିତଂ ମନସାନ୍ଦ୍ରିୟେତ୍, ଯାହାର ମୁଖରେ ଥରେ ମାତ୍ର କୃଷ୍ଣ ନାମ ଆସିଥିବ ତାଙ୍କୁ ଅତି ଭାଗ୍ୟବାନ ବୋଲି ଜାଣି, ଶାସ୍ତ୍ର ଯେମିତି ଭାଗବତ ଗୀତାରେ ଯେମିତି ବର୍ଣ୍ଣନା ଅଛି, ତାଙ୍କୁ ଯେଉଁ ବହୁନାମ ଜନନମ ଅନ୍ତେ ଜ୍ଞାନବାନ ପ୍ରବଦ୍ୟନ୍ତେ, ତ ବହୁ ଜନ୍ମ ପରେ ସେ ସୌଭାଗ୍ୟ ପାଇଛନ୍ତି ତାଙ୍କୁ ଜାଣି ତାଙ୍କୁ ମନେ ମନେ ଆଦର କରିବେ। ଦୀକ୍ଷାସ୍ତି ଚେତ୍ ପ୍ରଣତି ବିଶ୍ୱ ଭଜନ୍ତମ ଈଶମ୍, ଯିଏ ଗୁରୁଦେବଙ୍କଠୁ ଦୀକ୍ଷା ନେଇକି ନିଜର ଈଶ୍ୱର ଶ୍ରୀ ଭଗବାନଙ୍କୁ ଭଜନ କରୁଛନ୍ତି ତାଙ୍କୁ କ'ଣ କରିବ? ପ୍ରଣାମ କରି ମନେ ମନେ ଆଦର କରିବ, ପ୍ଲସ୍ ପ୍ରଣାମ କରି ମଧ୍ୟ ଆଦର କରିବ। ଶୁଶ୍ରୂଷୟା ଭଜନ ବିଜ୍ଞ ଅନନ୍ୟ ମନ୍ୟ, ଯେ ଭଜନ ବିଜ୍ଞ ମାନେ ବୈଷ୍ଣବ ଭଜନ ବିଜ୍ଞ ମାନେ ଆଟଲିଷ୍ଟ ଭାବସ୍ତରର, ଯିଏ ଭଜନରେ ବିଜ୍ଞ,
ଭଜନ ମାନେ ସେବା କରିବାର ବିଜ୍ଞ। ସେବା ମାନେ ହେଲା କଣ? ସେବାର ଅଧିକାରୀ କିଏ? ଯାହାର ସମ୍ବନ୍ଧ ଜ୍ଞାନ ହେଇଛି। ସମ୍ବନ୍ଧ ଜ୍ଞାନ କାହାର ହେଇଛି? ଆଟଲିଷ୍ଟ ଭାବ ସ୍ତରରେ ସେ ପହଞ୍ଚିବା ଦରକାର। ତେଣୁ ଭଜନ ବିଜ୍ଞ ଯିଏ ମାନେ ହେଲେ ସେ ଉତ୍ତମ ବୈଷ୍ଣବ। ତାପରେ ଅନନ୍ୟ ମନ୍ୟ, ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରୁଛନ୍ତି। ଅନନ୍ୟର ତିନି ପ୍ରକାର ଆମେ ଲକ୍ଷଣ ଜାଣିଲେ। ଅନନ୍ୟ ଭଜନ କୋଉମାନେ କରନ୍ତି? ନିନ୍ଦାଦି ଶୂନ୍ୟ ହେଇକି ଭଗବାନଙ୍କୁ ଭଜନ କରନ୍ତି। ତାଙ୍କର ସଙ୍ଗ କେମିତି କରିବ, ତାଙ୍କର ଆଦର କେମିତି କରିବ? ଶୁଶ୍ରୂଷା, ତାଙ୍କୁ ପ୍ରଣିପାତ, ପରିପ୍ରଶ୍ନ, ସେବା କରିକି ତାଙ୍କର ଭଜନ କରିବ। ଏଇଟା ହେଲା ତିନି ପ୍ରକାର ଲକ୍ଷଣ। ତିନି ପ୍ରକାର ଲକ୍ଷଣ ଆମେ କେମିତି ଆଦର କରିବା, ସେଇ ଜିନିଷ ରୂପ ଗୋସ୍ୱାମୀ ଆମକୁ ଠିକ ଠିକ ରୂପରେ କହିଲେ। ଆଉ ତାକୁ ଆପଣ ଟିକେ ଟିକେ ଆଉ ଟିକେ ମନେ ପକେଇକି ତାକୁ ମନେ ରଖିବେ, ତାକୁ ପାଳନ କରିବେ ସେ ଅନୁସାରେ। ତାପରେ 6 ନମ୍ବର ଶ୍ଲୋକଟା ଆମେ ଆଉ କେତେବେଳେ ସମୟ ମିଳିଲେ ତାକୁ ଆଲୋଚନା କରିବା। ଯେ ଜଣେ ଭକ୍ତଙ୍କର ଶରୀର ଆଉ ସ୍ୱଭାବ ଦୃଷ୍ଟିରୁ ଯେଉଁ ସବୁ ଇଏ ଦେଖାଯାଏ, ଲକ୍ଷଣ ଦେଖାଯାଏ, ତାକୁ କେମିତି ମାନେ ଦେଖିବା ଉଚିତ ନୁହଁ। ଯେମିତିକି ଗଙ୍ଗାରେ ଯେମିତି ପାଣିର ଧର୍ମଟା ଯେମିତି ବୁଦୁ ବୁଦୁ ଫେଣ ସବୁ ହବା, ଗଙ୍ଗାରେ ସେ ପାଣିର ଧର୍ମ ଦେଖାଗଲେ ମଧ୍ୟ ତା ପାଖରେ କଣ ଥାଏ? ବ୍ରହ୍ମ ଦେବତ୍ୱର ମାନେ ଗୁଣ ଥାଏ। ସେମିତି ଜଣେ ବୈଷ୍ଣବ ପାଖରେ ବୈଷ୍ଣବତା ଥିଲେ ମଧ୍ୟ ଶରୀରର ଦୋଷ, ମାନେ ଶାରୀରିକ ଦୋଷ କି ପ୍ରକୃତି ଦୋଷକୁ ଆମେ କେମିତି ଦେଖିବା ଉଚିତ ନୁହଁ, ସେ ବିଷୟରେ 6ଠ ଶ୍ଲୋକରେ କୁହାଯାଇଛି। ସେଟାକୁ ଆଉ କେତେବେଳେ ସମୟ ସୁଯୋଗ ମିଳିଲେ ଆମେ ଆଲୋଚନା କରିବା ତାର ଅର୍ଥଟା। ଏ 5ଟା ଶ୍ଲୋକ ଆପଣ ଟିକେ ଟିକେ ମନେ ପକେଇଦେବେ। ଯେତିକି ଆମେ ଆଲୋଚନା କଲେ ରିଭିଜନ, ତାକୁ ଟିକେ ଟିକେ ମନେ ପକେଇଦେବେ। ଠିକ ଅଛି, ଆଜି କ୍ଲାସକୁ ଏଇଠି ରଖିବା। ବଂଶାକଳ୍ପତରୁ ବିଶ୍ୱ କୃପା ସିନ୍ଧୁ ପତିତାନାଂ ପାବନ ବୈଷ୍ଣବ।